ଅତି ଲେମ୍ବୁ ଚୁପୁଡ଼ିଲେ ପିତା ସବୁ କଥାର ଗୋଟେ ସୀମା ଥାଏ। ଯେତେବେଳେ ଜଣେ ସୀମା କ୍ରସ୍ କରିଯାଏ ସେତେବେଳେ ତାକୁ ନାନାଦି ଅସୁବିଧାର ସାମ୍ନା ହେବାକୁ ପଡ଼େ, ସମସ୍ୟା ଆସେ। ସେମିତି ଆମର ଯେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ବାବୁ ବିଜୁ ଜନତା ଦଳର ସଭାପତି, ପୂର୍ବରୁ ସେ କେବେ ଏକ୍ସ ହ୍ୟାଣ୍ଡେଲ୍ କିମ୍ବା ଫେସବୁକ୍ରେ ଆସିବାର ସେମିତି ବିଶେଷ ଆସିବାର ଆମେ ଦେଖିନୁ, କିନ୍ତୁ କ୍ଷମତା ଗଲା ପରେ ବିଶେଷ କରିକି ମୁମ୍ବାଇରେ ଯେତେବେଳେ ସେ ନେଉଥିଲେ ତାଙ୍କର ସ୍ୱାସ୍ଥ୍ୟ ଚିକିତ୍ସା କରୁଥିଲେ ସେବେଳୁ ହଠାତ୍ ସକ୍ରିୟ ହୋଇଛନ୍ତି ସୋସିଆଲ ମିଡ଼ିଆରେ। ଆମେ ତାଙ୍କର ସୋସିଆଲ ମିଡ଼ିଆରେ ଗୋଟେ ଦେଖିଲୁ ଯେ ସେ ନିନ୍ଦା କରିଛନ୍ତି ଏବଂ ସମାଲୋଚନା କରିଛନ୍ତି ପାଇକ ବିଦ୍ରୋହକୁ NCRETରୁ ବାଦ୍ ଦିଆଯାଇଛି। ଏବଂ ଆଉ ଗୋଟେ କଥା ହେଉଛି ଏଇ ଯେଉଁ ବାଦ୍ ଦିଆଯାଇଛି ୟାକୁ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ର ସରକାରଙ୍କ ତରଫରୁ ଶିକ୍ଷା ବିଭାଗ ତରଫରୁ NCERT ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି। କିନ୍ତୁ ଏଠି ଯେଉଁ ଆମର ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି ମୁକେଶ ମହାଲିଙ୍ଗ ସେ ଅତି ତରବରିଆ ଭାବରେ ଏହାକୁ ସେ ସମାଲୋଚନା କରିଛନ୍ତି। ତ କଥା ହେଉଛି ମାଠୁ ଯେ ଅଧିକା ଭଲ ପାଏ ସେ ତାକୁ ଡାହାଣୀ କୁହାଯାଏ। ତ ମୁକେଶ ମହାଲିଙ୍ଗ ଏଠି ଡାହାଣୀର ଭୂମିକା ନେଉଛନ୍ତି କି? ଏ ବିଷୟରେ ଆଜି ଚର୍ଚ୍ଚାବଣରେ ମୁଁ ବିପିନ ଦାସ, ନମସ୍କାର। প্রিয় দর্শক বন্ধু, পাইক বিদ্রোহ 1817 মସିହାରେ ହେଇଥିଲା ଏବଂ ସେଇଟା କିମ୍ବଦନ୍ତୀ ହେଇକି ରହିଯାଇଥିଲା, କେହି ଜାଣିପାରୁନଥିଲେ। ସର୍ବପ୍ରଥମେ ଏହାକୁ ତତ୍କାଳୀନ ପେଟ୍ରୋଲିୟମ ମିନିଷ୍ଟର ଧର୍ମେନ୍ଦ୍ର ପ୍ରଧାନ ଏ କଥା ଲୋକଲୋଚନକୁ ଆଣିଥିଲେ। ପରବର୍ତ୍ତୀ ଅବସ୍ଥାରେ ସୁର ରାଉତ, ନବୀନ ବାବୁ ତାଙ୍କର ସରକାର ଏଥିପାଇଁ ଅଣ୍ଟା ଭିଡ଼ିଥିଲେ ଏବଂ କେନ୍ଦ୍ର ସରକାରକୁ ମଧ୍ୟ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ। ତ ଏହାକୁ ଅନୁମୋଦନ କରିଥିଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଏବଂ NCERTରେ এই বিষয় স্থানিত ହେଲା, ପଢ଼ାଗଲା। ସେ ଯେଉଁ ଛାତ୍ରଛାତ୍ରୀ ଜାଣିଲେ, ସର୍ବସାଧାରଣ ମଧ୍ୟ ଜାଣିଲେ ଯେ ପାଇକ ବିଦ୍ରୋହ ହିଁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଥିଲା ଏବଂ ଇଂରେଜମାନଙ୍କୁ ପାଖରେ ମଥାନତ କରିଥିଲେ ଶେଷରେ ହିଁ ଓଡ଼ିଆ। ଏ ପାଇକ ବୀରମାନେ ଇଂରେଜ ଶାସନକୁ 1817 ମସିହା ପର୍ଯ୍ୟନ୍ତ ଅଟକେଇକି ରଖିଥିଲେ, ପାଦ ପକାଇବାକୁ ଦେଉନଥିଲେ ତତ୍କାଳୀନ ଉତ୍କଳରେ। ତ ଏଇ ଗାଥା ଦୀର୍ଘ ଦିନ ଧରିକି 4-5 ବର୍ଷ ଧରିକି NCERTରେ ସ୍ଥାନିତ ହୋଇଥିଲା ଏବଂ ଏ ବିଷୟରେ ସମସ୍ତେ ଅବଗତ ଅଛନ୍ତି ଆପଣମାନେ। ହଠାତ୍ ଯେଉଁ ଆମର ଚଳିତ ବର୍ଷ ଯେତେବେଳେ ପାଠ୍ୟକ୍ରମ ପ୍ରସ୍ତୁତ ହେଲା, ପ୍ରଥମ ସଂସ୍କରଣ NCERTରେ ଯେତେବେଳେ ଲେଖାଗଲା ସେଥିରେ ଏ ଯେଉଁ ପାଇକ ବିଦ୍ରୋହ କଥା ଉଲ୍ଲେଖ କରାଗଲା ନାହିଁ, ଯାହା ପାଇଁ ନବୀନ ବାବୁ ସବୁ କଥା ତ ମୁଣ୍ଡ ପୁରାନ୍ତି। ଏଠି ବି ଦୁଃଖ ପ୍ରକାଶ କଲେ ଏବଂ କଠୋର ସମାଲୋଚନା କଲେ କେନ୍ଦ୍ର ସରକାରକୁ ଯେ ଏଇଟା ହେବା ଉଚିତ ନୁହେଁ। ସେ କ'ଣ ଲେଖିଥିଲେ ଆମେ ଆପଣଙ୍କୁ ସାଇଡ଼ରେ ଦେଖାଉଛୁ ଏବଂ ପ୍ରକୃତ ତଥ୍ୟ କ'ଣ। NCERTରୁ ପ୍ରେସ୍ ବିଜ୍ଞପ୍ତି କରାଗଲା ଏବଂ ଚିଠି ମଧ୍ୟ ଗୋଟେ ଇସ୍ୟୁ କରାଗଲା ଯେ ନାଇଁ କେବଳ ପାଇକ ବିଦ୍ରୋହ ନୁହେଁ ଏବଂ ତା ସାଙ୍ଗରେ ଶିଖ ମାନେ ଯେଉଁ ବିଦ୍ରୋହ କରିଥିଲେ କୁକା ବିଦ୍ରୋହ ୟାକୁ ମଧ୍ୟ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ବିଦ୍ରୋହ ଯେଉଁଠି ହେଇଥିଲା ଏସବୁକୁ ୟାର ପରବର୍ତ୍ତୀ ସଂସ୍କରଣ ଯେତେବେଳେ ଅଗଷ୍ଟ ସେପ୍ଟେମ୍ବର ଭିତରେ ବାହାରିବ ସେତେବେଳେ ଏଇସବୁ ସ୍ଥାନିତ ହେବ। ତା'ର ଚିଠିଟା ମଧ୍ୟ ଆମେ ଆପଣଙ୍କୁ ଦେଖାଉଛୁ। ତ ସତ କ'ଣ ମିଛ କ'ଣ ତୁଳନାତ୍ମକ ଭାବରେ ଆମେ ଦୁଇଟାକୁ ଏଡ଼ିଟିଂ କରିକି ଆପଣଙ୍କୁ ମଧ୍ୟ ଏଇଟା ଦେଖାଉଛୁ। ତ ନବୀନ ବାବୁ ମିଛ କହୁଥିଲେ, 24 ବର୍ଷ ଧରିକି ମିଛ କହୁଥିଲେ, ତାଙ୍କ ମେସିନାରୀ ମିଛ କହୁଥିଲା ଏବଂ ବର୍ତ୍ତମାନ ମଧ୍ୟ ମିଛ କହୁଛନ୍ତି। ଯେମିତି କହୁଛନ୍ତି ଯେ ବଳାତ୍କାରରେ ଓଡ଼ିଶା 1 ନମ୍ବର ହେଇଗଲା, ବିଜୁ ଜନତା ଦଳ କହୁଛି, କିନ୍ତୁ ହିସାବ କହୁଛି ସର୍ବପ୍ରଥମେ UP ଅଛି, 6ଠ ସ୍ଥାନରେ ହରିୟାଣା ଏବଂ ଓଡ଼ିଶା ରହିଛନ୍ତି। ମାତ୍ର 4% ବଳାତ୍କାର ଏବଂ ମହିଳା ନିର୍ଯାତନା କ୍ଷେତ୍ରରେ, କିନ୍ତୁ ଏଠି 1 ନମ୍ବର ଲେଖାଶ୍ରୀ ଭଳିଆ ମହାମହିମ ସେଠି ଅଛନ୍ତି, ଇପ୍ସିତା ଭଳିଆ ମହାମହିମ ସେଠି ଅଛନ୍ତି। ଏମାନେ କଳାକୁ ଧଳା, ଧଳାକୁ କଳା କରିଦେବେ। ତ ସେଇ ପଥରେ ପଥିକ ହୋଇଛନ୍ତି ନବୀନ ବାବୁ। ନବୀନ ବାବୁ ଏତେ ମିଛ କହନ୍ତି, ନବୀନ ବାବୁଙ୍କର ମିଛ କେମିତି ସାଙ୍ଗେ ସାଙ୍ଗେ ଧରା ପଡ଼ୁଛି ଆପଣମାନେ ଦେଖନ୍ତୁ। ଆପଣ ବୃଦ୍ଧ ହେଲେଣି, ଭଗବତ ଚିନ୍ତା କରନ୍ତୁ, ସତ୍ୟ କହନ୍ତୁ, ଶ୍ରୀ ଜଗନ୍ନାଥଙ୍କ ଶରଣାପନ୍ନ ହୁଅନ୍ତୁ। ରାଜନୀତି ଆପଣଙ୍କ ଦ୍ୱାରା ହେବ ନାହିଁ, କାରଣ ଆପଣ ଏଇ ଏକ୍ସଟର୍ନାଲ ପ୍ୟାନେଲ କିଛି ହ୍ୟାଣ୍ଡେଲ କରୁନାହାନ୍ତି। ଆଉ ଜଣେ କିଏ କରୁଛି ଯେ ବସିଛନ୍ତି ଆପଣଙ୍କ ନବୀନ ନିବାସରେ ଏବଂ ଆପଣଙ୍କୁ କୋତ୍ସାରଟଣା ଆପଣ ବିରୁଦ୍ଧରେ ହେଉଛି, ଆପଣଙ୍କୁ କମେଣ୍ଟ ହେଉଛି
ତେଣୁ ଆପଣ ଏଇଭଳିଆ ବ୍ୟବସ୍ଥାକୁ ବନ୍ଦ କରିଦିଅନ୍ତୁ। ଆପଣ ଏକ୍ସ ହ୍ୟାଣ୍ଡେଲ୍ କିମ୍ବା ସୋସିଆଲ ମିଡ଼ିଆ ଆପଣ ହ୍ୟାଣ୍ଡେଲ୍ ନ କଲେ, ପୋଷ୍ଟ ନ କଲେ, ସେୟାର ନ କଲେ ଭାରି ଉତ୍ତମ ହେବ। ପୂର୍ବ ଭଳିଆ ଆପଣଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରିଗାର୍ଡସ୍ ରହିବ। ତେଣୁ ମିଛୁଆ ରାଧୁଆ ଭଳିଆ ଆସିକରି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲେଇବା ଏବଂ ସମବେଦନା ଜ୍ଞାପନ କରିବାରେ ଆଗରୁ ଆପଣ ନିଆରା ଥିଲେ, ଏବେ ବି ସେ ନିଆରା ପ୍ରୟାସ କରୁଛନ୍ତି। ଆପଣ ଭୁଲି ଯାଉଛନ୍ତି ନା ଆପଣଙ୍କ ପାଖରେ ସରକାରର କ୍ଷମତା ଅଛି, ନା କେନ୍ଦ୍ରରେ ଆପଣଙ୍କର ଗଡ଼ଫାଦର କିଏ ଏବେ ଅଛି। ତ ଆମେ ଦ୍ୱିତୀୟ କଥାକୁ ଆସିବା। ନବୀନ ବାବୁଙ୍କର ଏଇ ଯେଉଁ ଘଟଣା ଘଟିଲା, ସେ ଯେଉଁ ମିଛ କଥା ଗୋଟେ ପୋଷ୍ଟ କଲେ, ସମାଲୋଚନା କଲେ, ଆପଣ ତାକୁ ଦେଖିଲେ। ପୁନର୍ବାର ଆମେ ଆପଣଙ୍କୁ ଦେଖାଉଛୁ ଯେ ୟା ପରବର୍ତ୍ତୀ ଅବସ୍ଥା କ'ଣ। ଯେତେବେଳେ NCERT ୟାକୁ ସ୍ପଷ୍ଟୀକରଣ ଦେଲା, କାମ ସେଇଠୁ ସରିଗଲା। ଯଦି ପ୍ରେସ୍ ବିଜ୍ଞପ୍ତି ସେମାନେ କଲେ, ଏଇଠି କେବଳ ସୋସିଆଲ ମିଡ଼ିଆରେ କଥା ଚାଲିଥିଲା, ସୋସିଆଲ ମିଡ଼ିଆରେ କଥା ଚାଲିଥିଲା, ହଠାତ୍ ବାହାରିକି ଆସିଲେ ଆମର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ତ ମୁକେଶ ମହାଲିଙ୍ଗ ଆସିକି ତାଙ୍କର ଏକ୍ସ ହ୍ୟାଣ୍ଡେଲ୍ଟାକୁ ଦେଖନ୍ତୁ, ଆମେ ଆପଣଙ୍କୁ ଦେଖାଉଛୁ। ସେ କହୁଛନ୍ତି ଯେ ନାଇଁ 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 ଏଇଟା ଆଗାମୀ ଦିନରେ ହେବ, ଅଗଷ୍ଟ ସେପ୍ଟେମ୍ବର ଭିତରେ ହେବ, ସେକେଣ୍ଡ ସେସନ୍ରେ ଏଇଟା ଆସିଯିବ। ପ୍ରଥମ ବହି ପ୍ରକାଶିତ ହୋଇଗଲାଣି, ଦ୍ୱିତୀୟ ବହି ଯେତେବେଳେ ଆସିବ ସାମାଜିକ ପଠନରେ ଏଇଟା ସ୍ଥାନିତ ହେବ। ତେଣୁ ନବୀନ ବାବୁ ଏଭଳିଆ ମିଛ କଥା କହିଛନ୍ତି ଇତ୍ୟାଦି ଇତ୍ୟାଦି କ'ଣ କହିଛନ୍ତି ଆପଣମାନେ ନିଜେ ପଢ଼ନ୍ତୁ, ସ୍ଥିର କରିକି ଆମେ ରଖୁଛୁ। କିନ୍ତୁ ଏଠି କଥା ଆସୁଛି, ମୁକେଶ ମହାଲିଙ୍ଗ କ'ଣ ଭାବୁଛନ୍ତି କି ସେ ଭାରତୀୟ ଜନତା ପାର୍ଟିର ଜଣେ ସାଧାରଣ କର୍ମୀ, ସୋସିଆଲ ମିଡ଼ିଆର କର୍ମୀ ଭାବୁଛନ୍ତି କି? ଭାରତୀୟ ଜନତା ପାର୍ଟି ତାଙ୍କ ନାଁ ସୋସିଆଲ ମିଡ଼ିଆରେ ତାଙ୍କର ଯେଉଁ ଅଛି ଚିଫ୍ କିମ୍ବା କାର୍ଯ୍ୟକର୍ତ୍ତା ରୂପେ ତ ଘୋଷଣା କରିନି, ଆମେ କେଉଁଠି ଦେଖିନୁ। ସେ MLA ଥିଲେ ଦୀର୍ଘ ବର୍ଷ ଧରିକି, ଏଥର ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଛନ୍ତି। ସ୍ୱାସ୍ଥ୍ୟ କଥା ସେ ଚିନ୍ତା କରନ୍ତୁ। ଯେତେବେଳେ ଯାଜପୁର ଏବଂ 4-5ଟା ଜିଲ୍ଲାରେ ହଇଜା ବ୍ୟାପିଲା, ଲୋକ ମଲେ, ଲୋକ ବୁହା ହେଲେ ହସ୍ପିଟାଲକୁ, ସେତେବେଳେ ବାବୁ ଯାଇକରି ନାଚ ଗୀତରେ ମସଗୁଲ ଥିଲେ। ତାଙ୍କ ନିଜ ନିର୍ବାଚନରେ ରଜ ପାଳୁଥିଲେ, ପୁରା ଢୋଲ ବଜେଇ, ଆଦିବାସୀ ବାଜା ବଜେଇ, ନାଚାନାଚି କରି, ମୁହଁରେ ମୁକୁଟ ଲଗେଇ, ଆଦିବାସୀ ମୁକୁଟ ଲଗେଇ ନାଚୁଥିଲେ ଏବଂ କେତେ ପାଟ ତାଙ୍କ ବେକରେ ପଡ଼ିଯାଉଥିଲା। ଚିନ୍ତା ନଥିଲା ଏଠି କେମିତି ହେବ, ଯାଜପୁରର କେମିତି କଣ୍ଟ୍ରୋଲ ହେବ, କ'ଣ ହେବ, ଥରେ ଆସିବା କିମ୍ବା ସ୍ପଷ୍ଟୀକରଣ ଦେବା। ବହୁତ ସମାଲୋଚନା ପରେ ଲାଷ୍ଟରେ କହିଲେ, କାରଣ ସେତେବେଳେ ଯଦି ବି ତାଙ୍କ ନିର୍ବାଚନରେ ସେ ଥିଲେ ଆପାତତଃ କହିପାରିଥାନ୍ତେ। ଯେମିତି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବର୍ତ୍ତମାନ କହୁଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ଅଛନ୍ତି, ସିଏ କହିଛନ୍ତି ଏଇଟା ପରବର୍ତ୍ତୀ ଅବସ୍ଥାରେ ହେବ ଏବଂ ନବୀନ ବାବୁ ଏଟାକୁ ମିଛ କହିଛନ୍ତି। ବର୍ତ୍ତମାନ ଯେମିତି କହିଛନ୍ତି, ଯଦି ସେଇଠୁ ବି ସୋସିଆଲ ମିଡ଼ିଆରେ ସେ ଦୁଃଖ ପ୍ରକାଶ କରିଥାନ୍ତେ, ତାହେଲେ ଓଡ଼ିଶା ଲୋକ ଜାଣିଥାନ୍ତେ ଗୋଟେ ଯୋଗ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପାଇଛନ୍ତି। କିନ୍ତୁ ଏ ବାବୁ କ'ଣ କଲେ, ଆପଣ ଦେଖୁଛନ୍ତି ଭୋଗରେଇର ମଲା ଶବକୁ ନେବା ପାଇଁ ଆମ୍ବୁଲାନ୍ସ ମିଳିଲା ନାହିଁ। ଏବଂ ପାରାଦୀପରେ ଜଣେ ରୋଗୀ ବୃଦ୍ଧ ଅବସ୍ଥାରେ, 75 ବର୍ଷର ବୃଦ୍ଧ, ଆମ୍ବୁଲାନ୍ସ ମିଳିଲା ନାହିଁ ବୋଲି ନିଜେ ଠେଲାରେ କେମିତି ନେଇଯାଉ, ତା ଦୃଶ୍ୟ ଆମେ ଆପଣଙ୍କୁ ଦେଖାଉଛୁ ଡାକ୍ତରଖାନାକୁ। ଏବଂ ତାକୁ ଜଣେ ବାଟରେ ସହୃଦୟ ବ୍ୟକ୍ତି ନିଜ ବାଇକ୍ରେ ଠେଲି ନେଇକି ଯାଉଛନ୍ତି, ସେଇଟା ମଧ୍ୟ ଆପଣ ଦେଖୁଛନ୍ତି। ୟା ପାଇଁ ତାଙ୍କର ବାବୁଙ୍କର, ମୁକେଶ ବାବୁଙ୍କର ଚିନ୍ତା ନାହିଁ। ଏବଂ ୟା ପାଇଁ କେମିତି ତାଙ୍କ ବିଭାଗଟା ସଠିକ୍ ଭାବରେ ଚାଲିବ, ତା ପାଇଁ ତିଳେ ମାତ୍ର ଚିନ୍ତା ଥିବାର ମୁକେଶ ମହାଲିଙ୍ଗର ଆମେ କାହିଁ ଦେଖିପାରୁନାହୁଁ। କେବଳ ସୋସିଆଲ ମିଡ଼ିଆ, ଫେସବୁକ୍, ଇନଷ୍ଟା, ଏଇଥିରେ ଇଏ ବଞ୍ଚିଛନ୍ତି। ଏଭଳିଆ ଗୋଟେ ଯୋଗ୍ୟ ବ୍ୟକ୍ତି, ଅଯୋଗ୍ୟ କହିଲେ ଖରାପ ଭାବିବେ କି, ଏଭଳିଆ ଯୋଗ୍ୟ ବ୍ୟକ୍ତି ଯାହାଙ୍କର ଉତ୍ତରଦାୟିତ୍ୱ ନାହିଁ, ଯିଏକି ସ୍ୱାସ୍ଥ୍ୟ ଡକ୍ଟର ଲେଖୁଛନ୍ତି, ସ୍ୱାସ୍ଥ୍ୟ ବିଭାଗ ବିଷୟରେ କିଛି ଆଇଡ଼ିଆ ନାହିଁ, ସ୍ୱାସ୍ଥ୍ୟ ବିଭାଗକୁ କେମିତି ତା'ର ପରିବର୍ତ୍ତନ କରାଯିବ ସେ ବିଷୟରେ କିଛି ପ୍ରୟାସ ନାହିଁ, ସେ ଆସିକି ଧର୍ମେନ୍ଦ୍ର ପ୍ରଧାନଙ୍କର ଚୁପଲାସି କରୁଛନ୍ତି। ଏବେ ବି ଗଡ଼ଫାଦର ଭୂମିକାରେ ଅଛନ୍ତି ତାଙ୍କର ଧର୍ମେନ୍ଦ୍ର ପ୍ରଧାନ, ଯାହା ଜଣାଯାଉଛି। ସିଏ ମାନ୍ୟବର ଶିକ୍ଷାମନ୍ତ୍ରୀ, ଠିକ୍ ଅଛି। ତା ପାଇଁ ଯଦି ଓଡ଼ିଶା ରାଜ୍ୟର ଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ କିମ୍ବା ଶିକ୍ଷାମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ ଏମାନେ ଯଦି ତାଙ୍କ ତରଫରୁ କହିଥାନ୍ତେ ଗୋଟେ ଲାଗିଥାନ୍ତା। ୟାକୁ କହିବା ପାଇଁ ବେଷ୍ଟ ପ୍ଲାଟଫର୍ମ ଥିଲା ଭାରତୀୟ ଜନତା ପାର୍ଟିର ସ୍ପୋକ୍ସ ପର୍ସନକୁ ଲଗେଇକି ଏ କଥାଟା ପ୍ରେସ୍ ମିଟ୍ କରାଇ ପାରିଥାନ୍ତା। ଆପଣଙ୍କ ସୋସିଆଲ ମିଡ଼ିଆରେ ବହୁତ ଲୋକ ଅଛନ୍ତି, ଚାକିରି ବି କରିଛନ୍ତି, ଆମେ ଜାଣିବାକୁ ପାଉଛୁ। ସେମାନଙ୍କ ଜରିଆରେ ଆପଣ ଏଟାକୁ ସ୍ପ୍ରେଡ୍ କରିପାରିଥାନ୍ତେ, ନବୀନ ବାବୁକୁ ଉପଯୁକ୍ତ ଜବାବ ଦେଇପାରିଥାନ୍ତେ। କିନ୍ତୁ ନିଜେ ମୁକେଶ ମହାଲିଙ୍ଗ ଆସିକି ଏମିତି ତୀବ୍ର ସମାଲୋଚନା କରିବା ସୋସିଆଲ ମିଡ଼ିଆରେ, ଏଇଟା ମୁକେଶ ମହାଲିଙ୍ଗଙ୍କର ଆକ୍ଚୁଆଲି ଗୁରୁ ଦକ୍ଷିଣା ଏବଂ ଏକଦମ ଯେଉଁ ଚପରାସୀ କହନ୍ତି
সেই স্তରରେ ଜଣେ କାର୍ଯ୍ୟକର୍ତ୍ତା ଏବଂ ୟାକୁ ଏଇ ଯେଉଁ ମହାଶୟଙ୍କୁ ସ୍ୱାସ୍ଥ୍ୟ ବିଭାଗ ଭଳିଆ ଗୋଟେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇକି ଭାରତୀୟ ଜନତା ପାର୍ଟି ସରକାର ଭୁଲ କରିଛି। ଏଇଟା କାହିଁକି ସବୁଆଡ଼େ ଆଲୋଚନା ହେଉଛି। ନମସ୍କାର।